आज कांग्रेस विधानसभा घेराव करने समय आपण मैंने दृश्य देखिथिबे हजार हजार संख्यार जितेबाला कांग्रेस कर्मी मैंने विधानसभा घेराव करते से समय पुलिस से अटकाइबा पानी और लुहबुहा गैस सहित लाठी माड़ करथिला से दृश्य आपण मैंने निश्चय देखिथिबे किंतु यही लुहबुहा गैस प्रयोग समय जितेबाला से फायरिंग करी लुहबुहा गैस को फोपाड़ुले तले जो भली आकार से फाटुला से फाटिबा द्वारा आमर प्रतिनिधि रिपोर्टिंग करुवा समय आहत होती आम सीधा सड़क आलोचना करवा किभली से समय प्रतिक्रिया रही किभली अनुभव करते निश्चित भाव विक्रम जितेबाला आपण थिले फील्ड उपर रिपोर्टिंग करुले से समय जितेबाला आपण गोड़ पाखे पड़े फाटिला और आपण जो भाव आहत होती संपूर्ण स्थान फाटी जाइए कौन थे आपण माने से समय जितेबाला रिपोर्टिंग नेला समय जितेबाला आपनको आघात लगिला जितेबाला चेयर टेबुल सब फोपड़ा है ମୁଁ ଭାବିଲି ବୋଧେ ଆରମ୍ଭ ହେଇଗଲା ଲାଠି ଚାର୍ଜ ଆରମ୍ଭ ହେଲା। ମୁଁ ଯେତେବେଳେ ନିଜେ ବଞ୍ଚିବାକୁ ଯାଉଥିଲି ହଠାତ୍ କିନା ସେ ଯେଉଁ ଆମର ବାରିକେଟ୍ ଯେଉଁ ଆରପଟକୁ ଡେଇଁଲା ବେଳକୁ ଗାଡ଼ି ଯେଉଁ ଷ୍ଟେଜ୍ ପାଖରେ ପୁଲିସ ବାରିକେଟ୍ ପାଖରେ ଯେତେବେଳେ ଫୋପଡ଼ା ହେଲା ମୁଁ ଭାବିଲି ମୁଁ ଦେଖୁଛି ସେ ମାନେ ଉଡ଼ିକି ଯାଉଛି। ମୁଁ ଯେତେବେଳେ ଓହ୍ଲେଇକି ତଳକୁ ଯାଉଛି କେଉଁଠି ପଡ଼ିବ କ'ଣ କରିବ ମୁଁ ଆଉ ଜାଣିପାରିଲିନି। ଷ୍ଟେଜ୍ ପାଖରେ କିନା ଯାଇକି ପଡ଼ିଲା। ମୁଁ ଯେତେବେଳେ ସୁଟିଂ କରୁଥିଲି ଦୂରରେ ଥାଇକିରି ପାଣି ମାଡ଼ ଇଆ କଲା ଟାଇମ୍ରେ ସେ ମୋରି ପାଖରେ କିନା ଯେତେବେଳେ ପଡ଼ିଲା ପାଣି ଭାସି ଯାଉଛି ସେଇଠିକିନା ପଡ଼ିଲା ଯେତେବେଳେ ମୁଁ ତଳକୁ ଓହ୍ଲେଇକି ଦେଖିଲା ବେଳୁ ଏତେ ଜୋର ପଡ଼ିକିରି ଢୋ କିନା ଫାଟିଲା ବେଳୁ ମୁଁ ଆଉ ଜାଣିପାରିଲିନି କେଉଁଠି କ'ଣ ମାଡ଼ଟା ହେଲା। ଦେଖିଲା ବେଳୁ କାନ ଦାବଦା ହେଇଗଲା ଯେ ଆଉ ଗୋଡ଼ଟା ମୁଁ ଦେଖିଲା ବେଳୁ ଗୋଡ଼ ମୁଁ ଭାବିଲି ଆଉ ନାହିଁ। ମାନେ ଏତେ ଜୋର ମୁଁ ଶୁଣିଥିଲି ଯେ ଗୋଡ଼ ମାନେ ବୋମାରେ ଫାଟିକି ଇଏ ଯାଏ ମାନେ ଏଞ୍ଜୋଡ଼ ହେଇକି ଲୋକ ମରିଯାଆନ୍ତି ଆଉ ଗୋଡ଼ ବି କଟିଯାଏ ହାତ କଟିଯାଏ। କିନ୍ତୁ ଅନୁଭୂତି ମୋର ହେଲା ଏତେ ଜୋର ପଇଲା ଯେ ମୁଁ ଜାଣିପାରିଲିନି କ'ଣ କେଉଁଠି ପଇଲା ମାନେ ମାଡ଼ଟା କେଉଁଠି ହେଲା। ମୁଁ ଛୋଟେ ଛୋଟେ ଯେତେବେଳେ ଲାଠି ଚାର୍ଜ ଆରମ୍ଭ ହେଇଗଲା ମୁଁ ନିଜେ ଜୀବନ ବିକଳରେ ଦୌଡ଼ିକି ପଳେଇଲି PMG ଆଡ଼େ ଆମର କଂଗ୍ରେସ ଭବନ ଆଡ଼େ ଦୌଡ଼ିକି ପଳେଇଲି। ଆଉ ଦୌଡ଼ିକି ଯାଇଛି କିନ୍ତୁ ବହୁତ ଲୋକଙ୍କୁ ଧରିକି ପଳେଇଲି। ଚାଲି ପାରୁନି କାନ୍ଧରେ ତା ହାତରେ ଧରିକି ପଳେଇଲି। ସିଏ ବି ଜାଣିପାରୁନାହାନ୍ତି କ'ଣ ହେଲା କ'ଣ ନାହିଁ। ମୁଁ କହିଲି ମୁଁ ଆଉ ଚାଲି ପାରୁନି କ'ଣ ଗୋଡ଼ଟା ଇଏ ହେଇଯାଇଛି ମାଡ଼ ନା କ'ଣ ହେଇଯାଇଛି ଆଉ ଚାଲିପାରୁନି ଦୌଡ଼ି ପାରୁନି। ସେଇ ଟାଇମ୍ରେ ଗଲାବେଳୁ ଲୋକ ହେରିକା ସାହାଯ୍ୟ କଲେ ଯାଇ ପହଞ୍ଚିକି ମୋତେ ଯାଇକି ପହଞ୍ଚେଇ ଦେଲେ ସେ ଜାଗାଠି। ସେଇଠି ପହଞ୍ଚିକି କଂଗ୍ରେସ ଭବନ ଯାଇକି ଭିତରେ ବସିକି ସେ ବସିଲା ପରେ ସେଠି ଅଟୋମେଟିକ୍ ମୋତେ ବି ବିନ୍ଧା ଭାରି ଜୋର ହେଉଥିଲା। ଦେଖିଲା ବେଳୁ ଆଉ ଜଣେ ମ୍ୟାଡ଼ାମ୍ ଥିଲେ ସେ କହିଲେ ଏମିତି ସାଂଘାତିକ ହେଇଯାଇଛି ଆଉ ବରଫ ଟିକେ ଆଣନ୍ତୁ। ବରଫ କହିଲେ ବି ଅଟୋମେଟିକ୍ ସେଠି ଯେଉଁ ଲୋକଙ୍କୁ କହିଲେ ସିଏ ଖୋଜୁଛି କିନ୍ତୁ ସେ ପାଖାପାଖି କେଉଁଠି କିଏ ଖୋଜୁଛନ୍ତି ପାଉନାହାନ୍ତି କାରଣ ଆଇସ୍କ୍ରିମ୍ ଦୋକାନ ଯେଉଁ ବିକ୍ରି କରୁଛନ୍ତି ତାଙ୍କ ପାଖରେ ବରଫ ଥାଏ ନା ସିଏ ବି ଆଣିପାରୁନାହାନ୍ତି ଠିକ୍ ଟାଇମ୍ରେ। ମୁଁ କହିଲି ନାଇଁ ମୁଁ ଉଠିକି ଯାଉଛି। ଆଉ ସେଇ ଯେଉଁ ଟାଇମ୍ରେ ଫୁଟିଲା ମୋତେ ମୁଁ ଜାଣିପାରିଲିନି ମାନେ ବୁଟ୍ ପିନ୍ଧିଥିଲି କିନ୍ତୁ ବୁଟ୍ ଆଉ ଯେଉଁ ମୋଜା ପିନ୍ଧିକି ପେନ୍ଟା ଆକ୍ଚୁଆଲି ଯେତେବେଳେ ମୋଟା ପେନ୍ଟା ସିଏ ଆଉ କିଛି ଆଘାତ ନ କରିକି ସେ ଗଣ୍ଠି ଜାଗାରେ ବାଜିଗଲା। ଡାହାଣ ପଟେ ଗଣ୍ଠି ଜାଗାରେ ବାଜିଗଲା ଯେତେବେଳେ ମୁଁ ଆଉ ଦେଖିଲି ମୁଁ କହିଲି କ'ଣ ଟିକେ ଖଣ୍ଡିଆ ହେଇଛି। ଦେଖିଲା ବେଳକୁ ଆଉ ଚାଲି ହେଲାନି କିଛି ନାହିଁ ଫୁଲିଗଲା ସେ ଜାଗାଟା। ଏବେ ଟିକେ ଭଲ ଲାଗୁଛି କମିଯାଇଛି ବିନ୍ଧାଟା କମିଯାଇଛି। ଆଉ ରକ୍ତସ୍ରାବ ଅଳ୍ପ ହେଲା ମୁଁ ଦେଖିଲି। ଆଉ ହଁ ମୋଜାଟାକୁ ଫଟେଇ ଦେଇଛି ଏତେ ଜୋର ଆବାଜ କରିକି ମୋଜା ବି କଣା କରିଦେଇଛି। ଫୋପାଡ଼ିଲେ ଟିୟର ଗ୍ୟାସ୍ ଫୋପାଡ଼ିଲାଠୁ ପାଣି ମାଡ଼ କଲେ ଠିକ୍ ଅଛି ଲୋକ ହୁଡ଼େଇବାଟା ଠିକ୍ ଅଛି। ଏଇଗୁରା ପକେଇକି ଯେଉଁ ଲେଡ଼ିଜ୍ ଗୁରା ଆସିଥିଲେ ମୁଁ ଦେଖିଲି ଯେତେବେଳେ ଚେୟାର ଫେୟାର ଫୋପାଡ଼ିଲେ ଜଣ ଘୋଡ଼େଇବାଟା ହେଉଛି ଅଲଗା। ଆଉ ଇଏ ଯେ ହଠାତ୍ କିନା ଯେତେବେଳେ ଗୋଡ଼ିଆ ମୁଁ ଜୀବନ ବିକଳରେ ଗଲାବେଳୁ ସେ ଯେଉଁ ଫାଟିଲା ମୁଁ ଆଉ ଜାଣିପାରିଲିନି ମୁଁ ଯିବି କି କ'ଣ। ମୁଁ ନା ଅନ୍ଧାର ଦେଖାଗଲା ଆଉ ସେ ଯେଉଁ ଗ୍ୟାସ୍ ବାହାରିଲା ସେ ଲୋକ ଜୀବନ ବିକଳ ଦୌଡ଼ିଲେ ଯେତେବେଳେ ଆଉ ମୁଁ ଆଉ ଉପାୟ ନା କାହାକୁ ଗୋଟେ ଖୋଜିଲା ବେଳକୁ କିଏ ଗୋଟେ ନାହାନ୍ତି ଯିଏ ମାନେ ସିଏ ଦୌଡ଼ୁଛନ୍ତି। ଯେ ଏମିତି ଯେଉଁଭଳିଆ ଫୋପାଡ଼ିଲେ ଏଇଟା ଠିକ୍ ନୁହଁ କାରଣ ସରକାର ସମସ୍ତଙ୍କ କଥା ଶୁଣିବେ ସବୁ କରିବେ କିନ୍ତୁ ଏମିତି ଲୋକଙ୍କ ଜୀବନ ଗୋଟେ ସାଙ୍ଗରେ ବାଜି ଲଗେଇକିରି ଫୋପାଡ଼ିବାଟା କ'ଣ ଠିକ୍। ଏଇନା ଗୋଟେ କ'ଣ ଗୋଟେ ଆହତ ହେଇଗଲା ସେ କାହାକୁ ଅପିଲ୍ କରିବେ ସେ ସରକାରଙ୍କୁ କରିବେ ନା ନାହିଁ। ସେ ଜିନିଷଟା ହେଉଛି ସେଇ ଜିନିଷ ସେଟା ବନ୍ଦ ହେଇଯିବା ଦରକାର।
देखुले आपण मैंने आम प्रतिनिधि विक्रम का प्रतिक्रिया जितेबाला लोअर पीएमजी रे से रिपोर्टिंग करते से समय जो पुलिस बाहिनी पक्षर जो विक्षोभकारी को अटकाइवाई जो टीयर गैस प्रयोग करा से समय जो तले पड़ी फाटी गोड़े प्रबल आघात लगी से आघात मध्य रक्तस्राव होता बहुत जोर जंत्रणा होची गोड़ संपूर्ण फुलिकी रही किंतु एठी कथा होची जेतेबेले विक्षोभकारी माने जाउछंती विधानसभा घेराव करुछंती से समय रे पुलिस अटकेबा स्वाभाविक कथा किंतु पुलिस ताऊ केमिति अटकेबो सेटा पुलिस रो दायित्व ता माने नुहे जे कहार जीवन सहित खेल खेलिबा देखो पुलिस जमी कर्तव्य करुला सांबादिक भाव आम मैंने सेमिति निज निजर कर्तव्य संपादन करुछंती तेणु पुलिस अटकेबा दायित्व विक्षोभकारी को संपूर्ण तार दायित्व ठीक अच्छी बर्तमान यहाँ गोड़ पाखे पड़ा गोड़े आघात लगे सही गला किंतु सहीटा जे क्या मुंड उपर न पड़ी था ये ग्यारंटी पुलिस दे पारिबो कि एवं या द्वारा क्या जीवन जीवनी या ग्यारंटी पुलिस दे पारिबो कि तेणु निश्चित भाव पुलिस को आम अनुरोध करूँ सरकार को अनुरोध करूँ एभली जो निष्पत्ति नेउछंती विक्षोभकारी को अटकाइवाई एथिरू यार विकल्प बहुत बाट अच्छी पुलिस चाहिए आपणे पार किसी कथा नहीं किंतु भविष्य में पुलिस ए प्रति केमिति जत्नवान रहिबो ताहा निश्चित भाव बहुत ध्यान देवा कथा कारण एथिरे सबुठु बड़ कथा होची जदि जो दुईटी कथा टिके पूर्व कहली कहा मुंडरे न पड़ो ए ग्यारंटी पुलिस दे पारिबो कि एवं या द्वारा जे कहार जीवन न जीव ए ग्यारंटी पुलिस दे पारिबो कि जदि आज किसी बड़ अघटन घटी जाता से दायी किए होता पुलिस संपूर्ण दायी रही था कि लोक मानू विक्षोभकारी पुलिस अटकाइवा घोड़ाइवा पुलिस काम निश्चित यहाँ करवा उचित किंतु ता माने नुहे क्या जीवन सहित खेल खेलिबा तेणु आमे भावुचु आगामी दिन में पुलिस ए प्रति निश्चित एवं सरकार निश्चित जत्नवान रहिबे। भुवनेश्वर कैमरामैन प्रताप प्रभात राउत मोबाइल न्यूज 24x7।